ଦେଖୁଛନ୍ତି କିମ୍ବା ଆପଣ ଏଇ ଇଲିଗାଲ ୱେବସାଇଟ୍ ଆକ୍ସେସ୍ କରିଥିଲେ ଆପଣମାନେ ଯଦି ଏଇଭଳିଆ କଲ୍ ଆସୁଛି ଯେ ଆପଣଙ୍କୁ ହିନ୍ଦୀରେ କଥା ହେଉଛି କିମ୍ବା ଯଦି ବି ଓଡ଼ିଆରେ କିମ୍ବା ଯେଉଁ ଲାଙ୍ଗୁଏଜରେ କଥା କହୁ ଯଦି କହୁଛି ଯେ ଆମେ ପୋଲିସରୁ କହୁଛୁ ଆପଣ ଫୋନ୍ ଦେଖୁଛନ୍ତି କିମ୍ବା ଆପଣ ଅଶ୍ଳୀଳ ଭିଡ଼ିଓ ଦେଖୁଛନ୍ତି ଆପଣମାନଙ୍କୁ କଲ୍ ଆସୁଥିବ ଯେ ପ୍ରାୟତଃ ଯୁବବର୍ଗମାନଙ୍କୁ ବେଶୀ କଲ୍ ଆସୁଛି ଯେ ଆପଣମାନେ ଅଶ୍ଳୀଳ ଭିଡ଼ିଓ ଦେଖୁଛନ୍ତି କିମ୍ବା ଆପଣ ଏଇ ଇଲିଗାଲ ୱେବସାଇଟ୍ ଆକ୍ସେସ୍ କରିଥିଲେ ସେଥିପାଇଁ ଆମେ କ୍ରାଇମ୍ ବ୍ରାଞ୍ଚରୁ କହୁଛୁ କେତେବେଳେ ପ୍ରାୟତଃ ସେମାନେ ହିନ୍ଦୀରେ କଥା ହେଉଛନ୍ତି ସେ କଲ୍ ମୋଷ୍ଟ ଅଫ୍ ଦି ଟାଇମ୍ ସେମାନେ କ୍ରାଇମ୍ ବ୍ରାଞ୍ଚ କହୁଛନ୍ତି କିମ୍ବା ଭୁବନେଶ୍ୱର ସାଇବର କ୍ରାଇମ୍ ଥାନା ଏମିତି ବି ନାଁ ମଧ୍ୟ ନେଇଛନ୍ତି ତ ଆପଣ ଏଇଟା କରିକି ପଇସା ନଦେଲେ ଆପଣଙ୍କୁ ଆରେଷ୍ଟ କରାଯିବ ବୋଲି ସେମାନଙ୍କୁ ଭୟ ଦେଖେଇକି ମଧ୍ୟ ତାଙ୍କୁ ଏକ୍ସଟର୍ଟ କରାହେଉଛି କମ୍ ଆମାଉଣ୍ଟର ରହୁଛି କିନ୍ତୁ ଲୋକମାନେ ଲୋକ ଲଜ୍ଜା ଭୟର ଥାନାକୁ ରିପୋର୍ଟ କରୁନାହାନ୍ତି ଆଉ ପଇସା ମଧ୍ୟ ଦେଇ ଦେଉଛନ୍ତି ତ ଲୋକମାନଙ୍କୁ ଆମର ବାର୍ତ୍ତା ରହିବ ଏଥିରେ ଯେ ଆପଣମାନେ ଯଦି ଏଇଭଳିଆ କଲ୍ ଆସୁଛି ଯେ ଆପଣଙ୍କୁ ହିନ୍ଦୀରେ କଥା ହେଉଛି କିମ୍ବା ଯଦି ବି ଓଡ଼ିଆରେ କିମ୍ବା ଯେଉଁ ଲାଙ୍ଗୁଏଜରେ କଥା କହୁ ଯଦି କହୁଛି ଯେ ଆମେ ପୋଲିସରୁ କହୁଛୁ ଆପଣ ଫୋନ୍ ଦେଖୁଛନ୍ତି କିମ୍ବା ଆପଣ ଅଶ୍ଳୀଳ ଭିଡ଼ିଓ ଦେଖୁଛନ୍ତି ସେଥିପାଇଁ ଆପଣଙ୍କୁ ଆରେଷ୍ଟ କରାଯିବ ପଇସା ନଦେଲେ ଟଙ୍କା ନଦେଲେ ଆପଣ ସେଇଭଳିଆ ନମ୍ବରକୁ ତୁରନ୍ତ ବ୍ଲକ୍ କରନ୍ତୁ କଲ୍ଟା କାଟି ଦିଅନ୍ତୁ କିମ୍ବା ସଞ୍ଚାର ସାଥୀ ପୋର୍ଟାଲରେ ଯାଇ ସେ ନମ୍ବରକୁ ରିପୋର୍ଟ କରନ୍ତୁ ଯଦି ପଇସା ଦେଇସାରିଛନ୍ତି ତାହେଲେ 1930ରେ କଲ୍ କରି ଆପଣ କମ୍ପ୍ଲେନଟା ରେଜିଷ୍ଟ୍ରେସନ କରନ୍ତୁ ନହେଲେ ଆପଣ ସାଇବର ଥାନାରେ ମଧ୍ୟ ରିପୋର୍ଟ କରନ୍ତୁ ଏଠି କନେକ୍ଟେଡ ସେମାନେ ଏଠି ଆପଣଙ୍କର ଭୟର ଫାଇଦା ନେଉଛନ୍ତି ଯେହେତୁ ଆମର ଗୋଟେ କ୍ୟାଟାଗୋରୀ ଅଛି ସାଇବର କ୍ରାଇମ୍ ଚାଇଲ୍ଡ ସେକ୍ସୁଆଲ ଆବ୍ୟୁଜ୍ ମେଟେରିଆଲ ଅଛି ଯଦି ଆପଣ ମାଇନର କେହି ଅଛନ୍ତି ପିଲା 18 ବର୍ଷରୁ କମ୍ ସେମାନଙ୍କ ସମ୍ବନ୍ଧିତ ଯଦି ଆପଣ କିଛି ଭିଡ଼ିଓ କିମ୍ବା ଫଟୋ ଆପଣ ଅନଲାଇନରେ ଦେଖୁଛନ୍ତି ବ୍ରାଉଜ କରୁଛନ୍ତି କିମ୍ବା କାହାକୁ ସେୟାର କରୁଛନ୍ତି କିମ୍ବା ନିଜ ଫୋନରେ ବି ଯଦି ଷ୍ଟୋର କରି ରଖୁଛନ୍ତି ସେଇଟା ଆଇନ ଅନୁସାରେ ଅପରାଧ ଆପଣ ITI ପୋକ୍ସୋ ଆକ୍ଟ ସବୁଥିରେ ଆପଣ ଦଣ୍ଡନୀୟ ଅଟନ୍ତି।